ଉପନ୍ୟାସ ବାହାରେ ବର୍ଷା। ଲେଖକ ସରୋଜ ବଳ। ପଢ଼ି ଶୁଣାଉଛନ୍ତି ଶକ୍ତି ବରାଳ। ଭାଗ 1। ସେଇ ଦରମୁକୁଳା ଝର୍କା ଦେଇ କେହି ଯଦି ଏବେ ଘର ଭିତରକୁ ଅନାଇବ, ତାହେଲେ ନିଶ୍ଚୟ ହୁର୍ସିର ହଲୁଥିବା ଗୋଡ଼ ଦୁଇଟିକୁ ଦେଖିବ ଓ ବୁଝି ନେଇପାରିବ ଯେ ହୁର୍ସି ଏବେ କିଛି ନା କିଛି ବିଷୟରେ ଖୁବ୍ ବେଶୀ ଚିନ୍ତିତ ଅଛି ବା କୌଣସି ଏକ ଜଞ୍ଜାଳରେ ପଡ଼ିଯାଇ କେରାଣ୍ଡି ମାଛ ପରି ଛକପକ ହେଉଛି ଖଟ ଉପରଟାରେ। ରାସ୍ତାରେ ଯାଉଥିବା ଯେକୌଣସି ଲୋକ ଅନ୍ୟମନସ୍କରେ ଘରର ଝର୍କା ଦେଇ ଭିତରକୁ ଚାହିଁଦେଲେ ଅନାୟାସରେ ସେଇ ଦୃଶ୍ୟ ଦେଖିପାରିବ ଓ ନିଜର ସର୍ବନିମ୍ନ ବୁଦ୍ଧି ଖଟେଇ ଜାଣି ନେଇପାରିବ ଯେ ହଲୁଥିବା ଗୋଡ଼ ଦୁଇଟିକୁ ଧାରଣ କରିଥିବା ଲୋକଟି ହୁଏତ ଚିନ୍ତିତ, ହୁଏତ ବିବ୍ରତ, ହୁଏତ ଅସ୍ଥିର। କିନ୍ତୁ ହୁର୍ସିର ଏ ଅସ୍ଥିରତା ସମ୍ପର୍କରେ କୌଣସି ପ୍ରଶ୍ନ ପଚାରିବାକୁ ଘରଟା ଭିତରେ ଜଣେ ହେଲେ ଲୋକ ନାହିଁ। କିମ୍ବା ଏମିତି ହେଇପାରେ ଯେ ପ୍ରଶ୍ନ ପଚାରିବାକୁ ଘରେ ଜଣେ ହେଲେ ଲୋକ ନଥିବା ବେଳେ ହିଁ ହୁର୍ସି ଗୋଡ଼ ହଲାଏ। ତେଣୁ ସେ ହଲାଉଥିଲା। ବିଛଣାରେ ଶୋଇ ରହି ଗୋଡ଼ ହଲାଇବା କେବେ ବି ହୁର୍ସିର ସଉକ ନଥିଲା। କିମ୍ବା ଅଳପ ପବନରେ ଟଗର ଗଛର ଛୋଟ ଛୋଟ ପତ୍ର ହଲିବା ପରି ସେଇଟା ମୋଟେ ସ୍ୱାଭାବିକ ଘଟଣା ନଥିଲା। କାନ୍ଥରେ ଲଟକିଥିବା ଝିଟିପିଟି ଓ କାଗଜ ପେଟି କଡ଼ରେ ବଂଶବୃଦ୍ଧି କରିଚାଲିଥିବା ଚୁଟିଆ ମୂଷାମାନେ ଭଲ କରି ଜାଣନ୍ତି ହୁର୍ସିର ଏପରି କିଛି ବଦଭ୍ୟାସ ନଥିଲା। ସେ ଖବରକାଗଜ ଅଫିସରୁ ସଞ୍ଜ 5ଟାରେ ଫେରୁଥିଲା ଓ ପଖାଳ ଖାଇ ଏଇ ଖଟରେ ନିଶ୍ଚିନ୍ତରେ ଶୋଇପଡ଼ିବା ବେଳେ ଜମାରୁ ଗୋଡ଼ ହଲାଉ ନଥିଲା। ସେ ମନଭରି ସ୍ୱପ୍ନ ଦେଖୁଥିଲା ଓ ଘରେ କେହି ନଥିଲା ବେଳେ କବାଟ ଝରକା ବନ୍ଦ କରି ନିଜ ସ୍ୱରକୁ ରେକର୍ଡ କରି ରଖୁଥିଲା ଟେପ୍ରେ। ସେ ବଡ଼ ପାଟିରେ ଗୀତ ଗାଉଥିଲା ଓ ଭାବୁଥିଲା ତା ଗୀତ ଶୁଣି କେହି ଜଣେ ତାକୁ ଭଲ ପାଇବ। ସେ ନହେଲେ ବାଁ ପାଖରେ ମାର୍ଜିନ୍ ରଖି ଛୋଟ ଛୋଟ ଧାଡ଼ିରେ କବିତା ଲେଖୁଥିଲା ଓ ବାରମ୍ବାର ତାକୁ ପଢ଼ୁଥିଲା। ସେ ନହେଲେ କୌଣସି ଏକ ରୋମାଣ୍ଟିକ ନଭେଲର ନାୟିକାକୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଆଖି ବନ୍ଦ କରି ପଡ଼ି ରହୁଥିଲା ବିଛଣାରେ, କିନ୍ତୁ ଗୋଡ଼ ହଲାଉ ନଥିଲା। ହୁର୍ସିର ଏପରି ଦ୍ୱିପହରଟା ସାରା ଶୋଇ ରହି ଗୋଡ଼ ହଲାଇବା ପ୍ରମାଣିତ କରୁଛି ଯେ କିଛି ଗୋଟେ ଗଡ଼ବଡ଼ ହେଇଯାଇଛି ଘର ଭିତରେ, ନଚେତ୍ ମନ ଭିତରେ, ନଚେତ୍ ହୃଦୟ ଭିତରେ। କିନ୍ତୁ ସେଇ ଦରମୁକୁଳା ଝର୍କା ବାଟେ ଘର ଭିତରକୁ ନ ଅନାଇଲେ ହୁର୍ସିର ଏପରି ଅବସ୍ଥା ସମ୍ପର୍କରେ ଜାଣିବାର ଉପାୟ ନାହିଁ। ବାହାରୁ ସବୁ ଠିକ୍ଠାକ୍ ଅଛି। ଆକାଶର ଖରା ଉପରେ ଦଳେ ବିରକ୍ତ ବାଦଲ ଆକ୍ରମଣ କରିବା ଆରମ୍ଭ କରିଛନ୍ତି ଏଇ ଏବେ ଏବେ। ପବନ ତାର କନସର୍ଟ ଆରମ୍ଭ କରୁଛି। ଦ୍ୱିପହରର ମାତାଲ ଝିଣ୍ଟିକାମାନେ ହଠାତ୍ ଗୁମ୍ ମାରି ବସିଯାଇଛନ୍ତି ଦିଆଲ ଉପରେ। ବୋଧହୁଏ ବର୍ଷା ହେବ। ପୂର୍ବ ପ୍ରସ୍ତୁତି ଚାଲିଛି। ମେଘମାନଙ୍କର ପ୍ରଚୁର ସମର୍ଥନ ଆବଶ୍ୟକ। ଆକାଶ ସାରା ଡିଙ୍ଗୁରା ପିଟାଯାଇ ସାରିଛି। ଶୁଣ ଶୁଣ ଶୁଣ, ହେ ମୋର ପ୍ରିୟ ମେଘମାନେ, ଦୟାକରି ସଜବାଜ ହେଇ ଆସ। ଏ ବଜ୍ଜାତ ଖରାକୁ ସାବାଡ଼ କର, ସବତ ଶିଖାଅ। ହୁର୍ସିର ଗୋଡ଼ ହଲା ତଥାପି ବନ୍ଦ ହେଉନାହିଁ। ଗୋଡ଼ ହଲେଇବାର ଢଙ୍ଗରେ ବି କିଛି ପରିବର୍ତ୍ତନ ହେଉନାହିଁ। ପୁରୁଣା କାନ୍ଥ ଘଣ୍ଟାର ପେଣ୍ଡୁଲମ୍ ପରି ସତେ ଯେମିତି ନିଷ୍ଠାପର ସେଇ ଗୋଡ଼ ଦୁଇଟି। ଚିତ୍ ହେଇ ଶୋଇ ରହିଛି ହୁର୍ସି। କିଛି ନ ଦେଖିବାର ଶପଥ ନେଲା ଭଳି ଆଖି ଉପରେ ଜାକି ରଖିଛି ଡାହାଣ ହାତର କହୁଣୀ। ଗୋଡ଼ ହଲଉଛି ବୋଲି ବୁଝି ହେଉଛି ସେ ଶୋଇନାହିଁ, ହୁଏତ ଶୋଇପାରୁନାହିଁ। ନିଶ୍ୱାସ ଚାଲୁଛି ବୋଲି ବୁଝି ହେଉଛି ସେ ବଞ୍ଚିଛି। କିନ୍ତୁ ଏଇ ଏତକ ବୁଝିବା ପାଇଁ ତା ପାଖରେ କେହି ନାହିଁ। ପିଠିରୁ ଝାଳ ବାହାରି ବେଡସିଟ୍ ଓଦା ହେଇଗଲାଣି। ଉପରେ ପଙ୍ଖା ଘୁରୁଛି। ହ୍ୟୁମିଡିଟି ବଢ଼ିଯାଇଛି ଏଇ କିଛି ଦିନ ହବ। ପବନ Sample complete. Ready to continue?